केउ रूपे रक्षा करी मोर नागवंश को किए किए मत देव से स्वर्गर अमृत मो नागवंश को रक्षा कर रख अमर जुग जुग क्या डाकि केउ देवता को डाकि ब्रह्मा विष्णु शिव हे त्रिदेव ए रक्षा कर प्रभु ए रक्षा कर मो नागवंश को ए रक्षा करतु प्रभु ए रक्षा करतु मो नारायण नारायण श्रीमने नारायण माता देवर्षि रक्षा करतु ए रक्षा करतु देवर्षि ए घोर विपदरु मते टिके करतु साहाय्य मो नागवंश को रक्षा करतु ए रक्षा करतु देवर्षि ए रक्षा करतु माता एपरी भयभीत हेले काहाको माता किए से अच्छी आपन को ध्वंस कर देबो ए दुनिया दंडरे से विनत नंदन गरुड़ देवर्षि गरुड़ हाँ किंतु आपण तो हेउछन्ते विश्वर नागमाता देवर्षि किए बा ध्वंस कर देबो तुमरे विशाल नागवंश देवर्षि कारण तुमर पुत्र अनंत धरिछन्ती कोले स्वयं नारायण को देवर्षि आपण पुणी भय करछन्ती माता ना देवर्षि माता से विनत नंदन गरुड़ ध्वंस कर देबो मो नागवंश को रक्षा करतु देवर्षि ए घोर विपदरु मते किछि करतु उपाय मते टिके करतु साहाय्य देवर्षि निश्चय माता करतु साहाय्य निश्चय मु आनिछि से गरुडर प्रतिकार देवर्षि तेबे शुणन्तु माता देवर्षि न करतु चिंता करी बेटी रक्षा न करतु चिंता करी बेटी रक्षा बासुकी नग देवता विश्वरी नाही के ध्वंस करिबाकु सुनाको खादु माता हाय हाय रे सुनाको खादु माता नकारत चिंता करी बेटी रक्षा नकारत चिंता रक्षा नकारत चिंता करी बेटी रक्षा बासुकी नग देवता करे नाही के ध्वंस करिबाकु सुनाग खादु माता हाय हाय रे सुनाग खादु माता हाय हाय रे सुनाग खादु माता
ଦେବର୍ଷି ମାତା ସ୍ୱର୍ଗର ଅମୃତ ବିନା ନାଗବଂଶ ନ ରହିପାରିବେ ଏଇ ତ୍ରିଭୁବନ ମଧ୍ୟରେ। ହଁ କୁହନ୍ତୁ ଦେବର୍ଷି, କିଏ ମୋତେ କରିବ ସାହାଯ୍ୟ? କିଏ ଆଣିଦେବ ମୋତେ ସେଇ ସ୍ୱର୍ଗର ଅମୃତ? ମୋ ପୁତ୍ର ନାଗମାନଙ୍କୁ କିଏ ରଖିବ ଅମର ଯୁଗ ଯୁଗ ପାଇଁ? ମାତା କୁହନ୍ତୁ ଦେବର୍ଷି। ସେଥିପାଇଁ ଉପଚାର ଅଛି ମାତା। ଦେବର୍ଷି ଶତ୍ରୁକୁ ମିତ୍ର କରିଲେ ଜିଣିବ ସମର। ଦେବର୍ଷି ଏ କଥାଟା କଣ ମିଥ୍ୟା ମାତା? ତାମାନେ ତମେ କଣ କହିବାକୁ ଚାହୁଁଛ ଦେବର୍ଷି? ନିଶ୍ଚୟ ମାତା, ତମେ କଣ କହିବାକୁ ଚାହୁଁଛ? ନିଶ୍ଚୟ ଗରୁଡ଼ ଆଣିଦେବ ତୁମ ପାଇଁ ସେଇ ସ୍ୱର୍ଗର ଅମୃତ ଭଣ୍ଡକୁ। ଗରୁଡ଼? ହଁ ମାତା, ଅବଶ୍ୟ ଆଣିଦେବ ତୁମ ପାଇଁ ସେଇ ସ୍ୱର୍ଗର ଅମୃତକୁ। ଗରୁଡ଼? କଣ କହିଲ ଦେବର୍ଷି? ସେ ବିନୋଦ ନନ୍ଦନ ଗରୁଡ଼ ସେ ପୁଣି ଆଣିଦେବ ସେଇ ସ୍ୱର୍ଗର ଅମୃତ? ନିଶ୍ଚୟ ମାତା। ହେଲେ କିପରି ଦେବର୍ଷି? ଏହା କିପରି ସମ୍ଭବ? ନିଶ୍ଚୟ ମାତା, ନିଶ୍ଚୟ ତୁମେ ଗରୁଡ଼କୁ ପଠାଅ ସେଇ ସ୍ୱର୍ଗ ଭୁବନ ମଧ୍ୟକୁ। ଦେବର୍ଷି ଆଉ ସେ ଅମୃତ ଆଣିଦେବ ତୁମରି ପାଇଁ। ଦେବର୍ଷି ଆଉ ଚିର ଅମର କରି ରଖିବ ତୁମର ଏ ବିଶାଳ ନାଗବଂଶକୁ। ଦେବର୍ଷି ତେବେ ମୁଁ ଆସୁଛି ମାତା। ଦେବର୍ଷି ତେବେ ମତେ ବିଦାୟ ଦିଅନ୍ତୁ। ଦେବର୍ଷି ନାରାୟଣ ନାରାୟଣ ଶ୍ରୀମାନ ନାରାୟଣ। ଦେବର୍ଷି ହଁ ମତେ ଆଜି ଦେବର୍ଷି ଠିକ କଥା କହିଗଲେ। ମତେ ଆଜି ନିଶ୍ଚୟ ନେବାକୁ ପଡ଼ିବ ସେ ଗରୁଡ଼ର ସାହାଯ୍ୟ। ହଁ ନିଶ୍ଚୟ ନେବାକୁ ପଡ଼ିବ ସେ ଗରୁଡ଼ର ସାହାଯ୍ୟ। ବନିଶୀରେ କେରାଣ୍ଡି ଗୁନ୍ଥି ବାଢ଼ିଆ ଧରିବା ଏହା ହେଉଛି ବୁଦ୍ଧିମାନର କର୍ତ୍ତବ୍ୟ। ହଁ ନିଶ୍ଚୟ ସ୍ୱର୍ଗପୁରରୁ ସେ ଗରୁଡ଼ ଆଣିବ ନିଶ୍ଚୟ ଅମୃତ। ମୋ ପୁତ୍ରମାନଙ୍କୁ ନିଶ୍ଚୟ ରଖିବ ଆମର ଯୁଗ ଯୁଗ ପାଇଁ। ନିଶ୍ଚୟ ଗରୁଡ଼ ଆସିବ ମୋହରି ନିକଟେ। ନିଶ୍ଚୟ ମୋ କଥା ଥରେ ରଖିବ ମାତା, ରଖିବ ମୋ କଥା। ଗରୁଡ଼ ତୁ ଆସିଛୁ ବାବା? ତୁ ମୋ ପାଖକୁ ଆସିଛୁ? ତୁ କ'ଣ ଚାହୁଁଛୁ କହ ବାବା? ତୁ କ'ଣ ଚାହୁଁଛୁ? ମାତ୍ର ଜନନୀ ବିନତାଙ୍କର ଦାସୀତ୍ୱରୁ ମୁକ୍ତି ମାତା। ଗରୁଡ଼ ଦେବ ନା ମାତା, ଦେବ ନା? ହଁ ମୁଁ ଠିକ୍ ଜାଣିଥିଲି ବାବା। ତୁ ନିଶ୍ଚୟ ଆସିବୁ ମୋହରି ନିକଟେ। ତୋ ମାତାକୁ ଦାସୀତ୍ୱରୁ ମୁକ୍ତି କରିବା ପାଇଁ ତୁ ମୋରି ଆଗରେ ନିଶ୍ଚୟ କହିବୁ। ହଁ କହ, ତୁ ନିଶ୍ଚୟ ଆସିବୁ ମୁଁ ମୋହରି ନିକଟେ। ମୁଁ ମୋ ମାତାଙ୍କୁ ମୁକ୍ତି ଦେବ ନା? କୁହ ମାତା, ମୋ ମାତାଙ୍କୁ ତୁମେ ମୁକ୍ତି ଦେବ ନା? କୁହ ମାତା। ହଁ ବାବା, ତୋ ମାତାକୁ ମୁଁ ନିଶ୍ଚୟ ଦାସୀତ୍ୱରୁ ମୁକ୍ତି କରିଦେବି। ହଁ ନିଶ୍ଚୟ ମୁକ୍ତି କରିଦେବି ବାବା, ନିଶ୍ଚୟ ମୁକ୍ତି କରିଦେବି। କିନ୍ତୁ ଆଉ କିନ୍ତୁ କ'ଣ ମାତା? କିନ୍ତୁ କ'ଣ? ତୋ ପ୍ରତି ମୋର ସେମିତି ଜମାରୁ ହେଲେ ବିଶ୍ୱାସ ହଉନି। ମା କହ, ତୁ ମୋ ପାଦ ଛୁଇଁ ତୋତେ ତ୍ରିବାର ଶପଥ କରିବାକୁ ପଡ଼ିବ। କହ ବାବା, ତୁ ମୋ ପାଦ ଛୁଇଁ ସତ୍ୟ ତ୍ରିବାର ଶପଥ କରିବୁ ନା? ନିଶ୍ଚୟ କରିବି ମାତା। ମାତାଙ୍କର ମୁକ୍ତି ପାଇଁ ଦେଇପାରେ ନିଜର ଜୀବନ, ଧ୍ୱଂସ କରିପାରେ ସ୍ୱର୍ଗ ମର୍ତ୍ତ୍ୟ ପାତାଳ ଭୁବନ। ନିଶ୍ଚୟ ସତ୍ୟ କରିବି ମାତା, ସତ୍ୟ କରିବି ତୁମ୍ଭରି ପାଦ ଛୁଇଁ ମାତା। ତେବେ ଯାଅ ଗରୁଡ଼, ମତେ ଆଣିଦେବ ସେଇ ସ୍ୱର୍ଗର ଅମୃତ। ସ୍ୱର୍ଗର ଅମୃତ ବିନା ନାଗବଂଶ ରହିପାରିବେ ଏଇ ତ୍ରିଭୁବନ ମଧ୍ୟରେ। କହ ବାବା, ମୋ ପାଦ ଛୁଇଁ ତୁ ସତ୍ୟ କର ବାବା, ମତେ ଆଣିଦେବୁ ନା ସେ ସ୍ୱର୍ଗର ଅମୃତ? ଆଣିଦେବୁ ମୋହରି କର। ନିଶ୍ଚୟ ଦେବି ମାତା। ଏ ପକ୍ଷୀରାଜ ଗରୁଡ଼ ଆଜି ସତ୍ୟ ତ୍ରିବାର ସତ୍ୟ କରି କହୁଛି, ଆଣିଦେବି ସ୍ୱର୍ଗର ଅମର ଅମୃତ। ହଁ ମାତା, ନିଶ୍ଚୟ ଆଣିଦେବି ସ୍ୱର୍ଗର ଅମର ଅମୃତ। ସତ୍ୟ କର ବାବା, ଆରେ ସତ୍ୟ କର ତୁଇ। ମାତାଙ୍କର ମୁକ୍ତି ପାଇଁ ଦେବି ସତ୍ୟ, ନିଶ୍ଚୟ ଆଣିବି ସେ ଅମୃତ, ନିଶ୍ଚୟ ଆଣିବି ସେ ଅମୃତ। ଆଜି ଯିବି ମୋହି ନିଶ୍ଚୟ ସ୍ୱର୍ଗକୁ, ନିଶ୍ଚୟ ହୋଇବ ସେ ଅମର, ନିଶ୍ଚୟ ହୋଇବେ ସେ ଅମର। ଶିବ ଆନନ୍ଦରେ ମାତା ମର, ଶିବ ଆନନ୍ଦରେ ମାତା ମର।
ଧରି ଧୈର୍ଯ୍ୟ ବଳ ଫେରି ଆସ ସେଇ ସ୍ୱର୍ଗରୁ ଅମୃତର ଭାର। ମାତା ମୁଁ ତତେ ଠିକ୍ ସେହି ଦିନ ପାଇଁ କରିଛି ଅପେକ୍ଷା। ଆଶୀର୍ବାଦ କରନ୍ତୁ ମାତା। ମୁଁ ଯେପରି ସ୍ୱର୍ଗର ଆମର ଅମୃତ ଧରି ଫେରିବି ତୁମ୍ଭର ନିକଟେ। ଆଶୀର୍ବାଦ କରନ୍ତୁ ମାତା, ଆଶୀର୍ବାଦ କରନ୍ତୁ। ଅବଶ୍ୟ ମୁଁ ତତେ କରୁଛି ଶତ ଆଶୀର୍ବାଦ। ତୁ ଯେପରି ସ୍ୱର୍ଗର ଅମୃତ ଧରି ଆସ ମୋହରି ନିକଟେ। ଯାଅ ବାବା, ଆରେ ଯାଅ ତୁଇ, ଆରେ ଯାଅ। ଗରୁଡ଼ା ଚାଲିଗଲା ଗରୁଡ଼ଟା ଧୂମକେତୁ ପରି ଆଣିବ ସେ ସ୍ୱର୍ଗର ଅମୃତ। ଆଉ ସ୍ୱର୍ଗର ଅମୃତ ପାନ କରି ମୋ ନାଗବଂଶ ନିଶ୍ଚୟ ରହିବେ ଅମର ଯୁଗ ଯୁଗ ପାଇଁ। କପଟି ସହିତ କପଟ ବ୍ୟବହାର କରିବା ଏହା ହେଉଛି ରାଜନୀତିର ଧର୍ମ। ହଁ, ନିଶ୍ଚୟ ଗରୁଡ଼ ଆଣିଦେବ ସେଇ ସ୍ୱର୍ଗର ଅମୃତ। ଆଉ ଯଦି ସେ ସ୍ୱର୍ଗର ଅମୃତ ନ ଆଣେ ତାହେଲେ ନିଶ୍ଚୟ ପ୍ରାଣ ଫେରିବନି ମୋହର ନିକଟେ। ଦନ୍ତ ନାୟିକା ଓ ଦଣ୍ଡୀ କର୍ତ୍ତୃ